प्रेज द लॉर्ड। प्रभु को धन्यवाद दिए ये प्रातः सकाल पाई। वास्तव रे प्रभु अत्यंत महान परमेश्वर अटंती। आमे प्रातः सकाळे दैनिक माना को आम साउंटुचे आ निश्चित भाव आम आशीर्वाद प्राप्त होउचे। तेणुक विशेषकर मु प्रभु को धन्यवाद दिए आज चिंतन आज वाक्य निमंते। आसंतु इस समय आज टॉपिक आम चिंता करिबा हॉस्पिटैलिटी, आतिथ्य सत्कार विषय आमे देखिबा, जोटा कि एवरी 13 अध्याय आउ 1-2 पद लेखा अछि। धातृ प्रेम एवं तुम्हें मान आतिथ्य सत्कार वर्ती रुह। सेथिपाई मैथ्यू 25 अध्याय रे आज आम से हॉस्पिटैलिटी विषय देखिबा जे हॉस्पिटैलिटी मोस्ट इम्पोर्टाट जड़े मसी जीवन रहिबा आवश्यक बामान को जीवन मुख्य अंश होगा दरकार। हॉस्पिटैलिटी गोटे ख्रीष्ट केन्द्रिक परिवार मध्य केन्द्रबिंदु होगा दरकार। ताहा स्वर्गीय प्रेम सहित आच्छादित रुहे बा लिंक रुहे। सेथिपाई मैथ्यू मध्य लिखिले अंतिम समय मंडली मध्य लोकमानकर प्रेम शिथिल होई जिवो। कारण प्रेम शिथिल होबार गोटे कारण हला मानसिक एवं शारीरिक मना लोक माने ही जिवे, नो स्पिरिचुअलिटी। तेणुकरी आम देखा बाइबल प्रकाश करुच्ची मैथ्यू 25 अध्याय आपण माने 35-36 पद को जदि आ देखिबे सेठी बाइबल प्रकाश करे, मु खोदित थिली, मु तृषित थिली, मु खोदित थिली, मते भोजन करने को देल, मु तृषित थिली, मते पान कराइल, मु प्रवासी थिली, मते आश्रय देल, मु लग्न थिली, मते वस्त्र परिधान करने को देल, पीड़ित थिली, मते संखोलिल, कारागार थिली, मो निकट को आसिल। एठी मैथ्यू 25 अध्याय 40 पद लिखागला। पुणी राजा सेमान को उत्तर देले, मु तुमान को सत्य कहूअछि, तुम माने ए क्षुद्रतम भातृमान को मध्यरु जनक प्रति यह करुथिबारु तुम्बे ताहा मो प्रति करुअछ। इट द गॉड्स इंस्ट्रक्शन। माने आतिथ्यता को प्रभु अधिक गुरुत्व देइछन्ति। आमे जदि मैथ्यू 25 अध्याय को देखिबा, एटी 3 गोटी पाराबुल विषय लिखा जाए। प्रथम पाराबुल होउछि आ सुबुद्धि कन्या एवं निर्बुद्धि कन्या, तांको विषय मैथ्यू लिखिले। सेकेंड पाराबुल होउछि तोड़ा विषय लिखा जाए। आ थर्ड पाराबुल होउछि अंतिम विचार मध्यरे अंतिम विचार। एटी आतिथ्यता रहिला। वास्तव जदि ए वाक्य को आम देखा, यार किसी गुप्तर भेद रहस्य रही। बाइबल प्रकाश करुच्ची प्रथम पाराबुल रहिला सुबुद्धि कन्या एवं निर्बुद्धि कन्या। दोज आर सिलेक्टेड पीपुल, से माने स्वर्ग को नीत हेबे।
ଆଉ ମଣ୍ଡଳୀ ପ୍ରସ୍ତୁତିକରଣ ବିଷୟ ଲେଖାଗଲା। ଗୋଟେ ମଣ୍ଡଳୀ କି ପ୍ରକାର ସ୍ୱର୍ଗକୁ ନୀତ ହେବ, କାରଣ ଏଠି ଆମେ ଦେଖିପାରୁଛେ ଯେଉଁମାନଙ୍କ ପାଖରେ ତୈଳ ଅଛି ଆଉ ଅଗ୍ନି ଆଉ ସେମାନଙ୍କର ଦୀପ ଜଳୁଛି, କିନ୍ତୁ ନିର୍ବୁଦ୍ଧି କନ୍ୟାମାନଙ୍କ ପାଖରେ ଆଉ ତୈଳ ସରିଗଲା। ସେମାନେ ବଜାରକୁ କିଣି ଯାଇଥିବା ସମୟରେ ବର ଆସିଲେ, ତାଙ୍କ ପାଇଁ ଗେଟ୍ ବନ୍ଦ ହୋଇଗଲା। ତାର ଅର୍ଥ ପ୍ରଭୁ ଆମମାନଙ୍କୁ এই ପ୍ରଥମ ପାରାବୁଲରେ ଆମମାନଙ୍କୁ ଏହା ଶିକ୍ଷା ଦେଲେ, ଆଲର୍ଟ, ଆମମାନେ ଆଲର୍ଟ ରହିବା। ପ୍ରଭୁଙ୍କର ସେକେଣ୍ଡ କମିଂ ଯେଉଁ ହେବ, ତାରି ପାଇଁ এই ମଣ୍ଡଳୀ ସ୍ୱର୍ଗକୁ ନୀତ ହେବ। ଯେଉଁମାନେ ପ୍ରସ୍ତୁତି ମଧ୍ୟ ରହିବେ, ଯେଉଁମାନେ ତୈଳକୁ ସଂଗୃହୀତ କରିବେ, ଆଉ ଯେଉଁମାନଙ୍କର ଦୀପ ଜଳୁଥିବ, ଯେମିତି ଲୁକ 12:35 ଲେଖା ଅଛି, ତୁମମାନଙ୍କର କଟି ବନ୍ଧା ଥାଉ, ତୁମମାନଙ୍କ ପ୍ରଦୀପ ଜଳୁଥାଉ। ତାହେଲେ ଏଠି ପ୍ରଥମ ପାରାବୁଲ ସ୍ୱର୍ଗ ବିଷୟରେ, ସ୍ୱର୍ଗକୁ ଯିବା ବିଷୟରେ ଆମମାନଙ୍କୁ ପ୍ରେରଣା ଦିଏ। ସେକେଣ୍ଡ ପାରାବୁଲ ଯେଉଁଟା ଆମେ ଦେଖୁଛେ, ତୋଡ଼ା ବିଷୟ। ପ୍ରଭୁ କାହାକୁ 5 ତୋଡ଼ା, କାହାକୁ 3 ତୋଡ଼ା, କାହାକୁ 1 ତୋଡ଼ା ଦେଇ ସେ ଦୂରଦେଶକୁ ଯାତ୍ରା କଲେ। ବାଇବେଲ ପ୍ରକାଶ କରୁଛି ଆମମାନଙ୍କର ଶକ୍ତି ଅନୁସାରେ ପ୍ରଭୁ ଆମମାନଙ୍କୁ ତୋଡ଼ା ଦେଇଛନ୍ତି। ସେ ତୋଡ଼ାକୁ ଆମମାନେ ୟୁଟିଲାଇଜ୍ କରିବା, କାରଣ ଏଇଠି ପ୍ରଭୁ ଯେତେବେଳେ ରିଟର୍ଣ୍ଣ କରିବେ, ପ୍ରଭୁ ଆମମାନଙ୍କୁ ଅଧିକାର ଦେଲେ ମଣ୍ଡଳୀକି, ଈଶ୍ୱରଙ୍କ ଲୋକମାନଙ୍କୁ ତୋଡ଼ା ଦେଇଦେଲେ, ତୁମେ ତାକୁ ବ୍ୟବହାର କର। ପ୍ରଭୁ ଯେତେବେଳେ ରିଟର୍ଣ୍ଣ ଆସୁଛନ୍ତି, ହିସାବ ମାଗୁଛନ୍ତି। ଯିଏ 5 ତୋଡ଼ା ପାଇଥିଲା, ସେ ଶୀଘ୍ର ତାକୁ 10 ତୋଡ଼ା କଲା। ପ୍ରଭୁ ସେଇଠି ଗୋଟେ ବିଷୟ କହିଲେ, ତୁମେ ବିଶ୍ୱସ୍ତ ଉତ୍ତମ ଦାସ, ତୁମେ 10 ଗୋଟି ରାଜ୍ୟ ଉପରେ ତୁମେ ଦଖଲ କର। ଯେ 3 ତୋଡ଼ା ପାଇଥିଲା, ସେ ଶୀଘ୍ର ତା 6 ତୋଡ଼ା କଲା। ପ୍ରଭୁ ତାକୁ ମଧ୍ୟ କହିଲେ, ବେଶ ବିଶ୍ୱସ୍ତ ଉତ୍ତମ ଦାସ, ତୁମେ 6 ଗୋଟି ରାଜ୍ୟକୁ ତୁମେ ଦଖଲ କର। କିନ୍ତୁ ଯେ 1 ତୋଡ଼ା ପାଇଥିଲା, ସେ କହିଲା, ପ୍ରଭୁ ଆପଣ ଜଣେ ଦୁଃସାଧ୍ୟ ଲୋକ, ଯେଉଁଠି ବୁଣି ନଥାନ୍ତି ସେଇଠି କାଟିଥାନ୍ତି, ସେଥିପାଇଁ ମୁଁ ଆପଣଙ୍କୁ ଭୟ କଲି। ଆପଣଙ୍କର ତୋଡ଼ା ନେଇ ମୁଁ ମାଟି ତଳେ ରଖିଅଛି। ପ୍ରଭୁ ରାଗିଗଲେ, କ୍ରୋଧାନ୍ୱିତ ହେଲେ, କହିଲେ, ତୁ ଯଦି ଜାଣିଥିଲୁ ମୁଁ ଯେଉଁଠି ବୁଣି ନଥାଏ ସେଇଠି କାଟିଥାଏ, ତାହେଲେ ମୋ ଟଙ୍କାକୁ ନେଇ ତୁ ବ୍ୟାଙ୍କରେ କାହିଁକି ରଖିଲୁ ନାହିଁ? ଏଠି ପ୍ରିୟ ମଣ୍ଡଳୀ, ପ୍ରିୟ ଈଶ୍ୱରଙ୍କ ଲୋକମାନେ, ଆମମାନେ ଗୋଟିଏ ବିଷୟ ଦେଖୁଛେ, ପ୍ରଥମ ପାରାବୁଲର ଆମେ ଦେଖିଲେ ସୁବୁଦ୍ଧି କନ୍ୟା, ନିର୍ବୁଦ୍ଧି କନ୍ୟା। ଆଜି ମଣ୍ଡଳୀର ପରିସ୍ଥିତି ବିଷୟରେ ପ୍ରଭୁ ଆମମାନଙ୍କୁ କହିଲେ। ଯେଉଁମାନଙ୍କ ପାଖରେ ତେଲ ଅଛି, ଯେଉଁମାନଙ୍କର ତୈଳ ସଂଗୃହୀତ ଯେଉଁମାନେ କରିଛନ୍ତି, ଯେଉଁମାନଙ୍କର ଦୀପ ଜଳୁଛି, ସେମାନଙ୍କର ପ୍ରଦୀପ ଜଳିବ। ପ୍ରଭୁଙ୍କର ଦ୍ୱିତୀୟ ଆଗମନ ସମୟରେ ସେମାନେ ସେ ରାପ୍ଚରରେ ପାର୍ଟିସିପେଟ୍ କରିବେ। ଚକ୍ଷୁର ପଲକରେ ଶେଷ ତୁରୀ ଧ୍ୱନିରେ ମଣ୍ଡଳୀ ସ୍ୱର୍ଗକୁ ନୀତ ହେବ, ବା ଈଶ୍ୱରଙ୍କ ଲୋକମାନେ ସ୍ୱର୍ଗକୁ ନୀତ ହେବେ। ଆଉ ଯେଉଁମାନଙ୍କ ପାଖରେ ତୈଳର ଅଭାବ ଅଛି, ତାକୁ ବୁଝେ ନୋମିନାଲ ଖ୍ରୀଷ୍ଟିଆନ, ବା ସେମାନେ ନୋ ସ୍ପିରିଚୁଆଲିଟି, ସେମାନେ ଅଲୱେଜ ସେମାନେ ପ୍ରଭୁଙ୍କ ସହଭାଗିତାରେ, ନୋ କମିଟମେଣ୍ଟ ଲାଇଫ, ପ୍ରଭୁଙ୍କ ସହିତ ସମ୍ବନ୍ଧ ସେମାନଙ୍କର ଠିକ୍ ନଥାଏ।
ଆମେ ଏଠି ଦ୍ୱିତୀୟ ଯେଉଁ ବିଶ୍ୱ ପାରାବୁଲଟା ଦେଖିଲେ ତାହା ହେଉଛି ଯୀଶୁଖ୍ରୀଷ୍ଟଙ୍କର 1000 ବର୍ଷର ରାଜତ୍ୱ ବିଷୟରେ ଏଠି ଆମମାନଙ୍କୁ ଉଦାହରଣ ଦିଆଗଲା। ଆମେ ସେଇଠି ଏଠି ଯେଉଁ କାର୍ଯ୍ୟ ବର୍ତ୍ତମାନ କରିବା, ଆମେ ତୋଡ଼ାକୁ ୟୁଟିଲାଇଜ୍ କରିବା, ନର୍କକୁ ଯାଉଥିବା ଲୋକମାନଙ୍କୁ ଉଦ୍ଧାର କରିବା, ସେମାନେ ବିପଦଗାମୀ ଲୋକମାନଙ୍କୁ ଈଶ୍ୱରଙ୍କ ରାସ୍ତାରେ କଢ଼େଇ ଆଣିବା। ଇଟ୍ ଇଜ୍ ମାଇ ରେସ୍ପନ୍ସିବିଲିଟି, ଏହା ମୋର ଦାୟିତ୍ୱ। ପ୍ରଭୁ ଆମମାନଙ୍କୁ ଅଧିକାର ଦେଲେ ସୁସମାଚାର ନେଇ ଲୋକମାନଙ୍କ ନିକଟରେ ବାଣ୍ଟିବା। ତୁମେ ଯାଇକି ତୁମେ ଫଳ ଉତ୍ପନ୍ନ କର, ତୁମର ଫଳ ଯେପରି ସ୍ଥାୟୀ ହେବ ସେଥିପାଇଁ ମୁଁ ତୁମମାନଙ୍କୁ ମନୋନୀତ କରିଅଛି। ଇଟ୍ ଇଜ୍ ଦ ଗଡ୍ସ କମାଣ୍ଡମେଣ୍ଟ। ଆମେ କ'ଣ କରିବା? ତୋଡ଼ା, ଆମେ ଯେଉଁ ତୋଡ଼ା ପାଇଛେ ସେ ତୋଡ଼ାକୁ ଆମେ ମାଟି ତଳେ ରଖିବା ନାହିଁ। ଆମେ ଲୋକମାନଙ୍କ ନିକଟରେ ଜଣେ ଲୋକ କି ପ୍ରକାର ଉଦ୍ଧାର ପାଇବ, ଜଣେ ଲୋକ କି ପ୍ରକାର ସେ ବନ୍ଧନରୁ ମୁକ୍ତ ହେବ, ଜଣେ ଲୋକ କି ପ୍ରକାର ସତ୍ୟତା ଜ୍ଞାତ ହେବ, ତାର ଅନୁଗାମୀ ହେବା, ଏହା ଈଶ୍ୱରଙ୍କର ବିହିତ ଆଜ୍ଞା ଆମମାନଙ୍କ ପାଇଁ। ସୁସମାଚାର ସର୍ବଜଗତରେ ପହଞ୍ଚିବ, ତାପରେ ଯୁଗାନ୍ତ ହେବ। ତେଣୁକରି ଏଠି ତାର ଭ୍ୟାଲୁସନ୍ ଯଦି ଆମେ ଦେଖିବା, ଆମମାନେ ଏଇ ପାର୍ଥିବ ଜଗତରେ ଥିବା ସମୟରେ ଆମମାନେ ଯଦି ତୋଡ଼ାକୁ ୟୁଟିଲାଇଜ୍ କରୁଛେ, ତାହେଲେ ପ୍ରଭୁଙ୍କର ଯେଉଁ 1000 ବର୍ଷ ରାଜତ୍ୱ ସମୟରେ ପ୍ରଭୁ ଆମମାନଙ୍କୁ ସେ ଅଧିକାରକୁ ଦେବେ। ମୋ ପାଖରେ 5 ତୋଡ଼ା ଅଛି, ମୁଁ 10 ତୋଡ଼ା କରିଛି। ପ୍ରଭୁ କହିବେ 10ଟା ରାଜ୍ୟ ଉପରେ ତୁମେ ଶାସନ କର। ତାପରେ ଆମେ ତୃତୀୟ ଯେଉଁ ପାରାବୁଲ ଦେଖିଲେ ଏଠି, ଆଉ ତୃତୀୟ ପାରାବୁଲ ହେଲା ଅନ୍ତିମ ବିଚାର। ଏଠି ପ୍ରଭୁ ମେଷ ଏବଂ ଛେଳିର ବିଷୟରେ ଉଦାହରଣ ଦେଲେ। ପ୍ରଭୁ କହିଲେ, ମେଷମାନେ ମୋର ଦକ୍ଷିଣ ପଟେ ରହିବେ, ଛାଗମାନଙ୍କୁ ବାମ ପଟେ ରଖ। ବାମ ପାର୍ଶ୍ୱସ୍ଥ ଲୋକମାନେ ଥିଲେ ଛାଗ। କିନ୍ତୁ ଏହା ମଧ୍ୟ ବାଇବେଲ ପ୍ରକାଶ କରୁଛି, ତାହା ହେଉଛି ହସ୍ପିଟାଲିଟିର ଗୋଟେ ମୁଖ୍ୟ ଅଂଶ। କାରଣ ପ୍ରଭୁଙ୍କର ସେ ଶ୍ଵେତ ସିଂହାସନ ବିଚାର ଯେଉଁ ରହିବ, ଏଠି ସେ ମେଷ ଏବଂ ଛାଗମାନଙ୍କୁ ସେ କ'ଣ କରି ପୃଥକୀକୃତ କରିବେ। ତାପରେ ପ୍ରଭୁ ଏ ଉଦାହରଣ ଦେଲେ। ପ୍ରଭୁ କହିଲେ, ମୁଁ ଖୋଦିତ ଥିଲି, ମୋତେ ଭୋଜନ କରିବାକୁ ଦେଲ ନାହିଁ। ମୁଁ ତୃଷିତ ଥିଲି, ମୋତେ ପାନ କରାଇଲ। ମୁଁ ଖୋଦିତ ଥିଲି, ମୋତେ ଭୋଜନ କରିବାକୁ ଦେଲ। ମୁଁ ତୃଷିତ ଥିଲି, ତୁ ମୋତେ ପାନ କରାଇଲ। ପ୍ରବାସୀ ଥିଲି, ମୋତେ ଆଶ୍ରୟ ଦେଲ। ଉଲଗ୍ନ ଥିଲି, ମୋତେ ବସ୍ତ୍ର ପରିଧାନ କରିବାକୁ ଦେଲ। ପୀଡ଼ିତ ଥିଲି, ମୋତେ ସଂଖୋଳିଲ। କାରାଗାରରେ ଥିଲି, ମୋ ନିକଟକୁ ଆସିଲ। ସେଥିପାଇଁ ମାଥ୍ୟୁ 25 ତାର 40 ପଦ ଲେଖାଲା, ପୁଣି ରାଜା ସେମାନଙ୍କୁ ଉତ୍ତର ଦେଲେ, ମୁଁ ତୁମମାନଙ୍କୁ ସତ୍ୟ କହୁଅଛି, ତୁମେମାନେ ମୋର ଏଇ କ୍ଷୁଦ୍ରତମ ଭାତୃମାନଙ୍କ ମଧ୍ୟରୁ ଜଣକ ପ୍ରତି ଏହା କରିଥିବାରୁ ତାହା ମୋ ପ୍ରତି କରିଅଛ। ତେଣୁକରି ହସ୍ପିଟାଲିଟି ତାହା ହେଉଛି ଆମେ ମେଷର ପରିଚୟ ଦେଉ। ହସ୍ପିଟାଲିଟି ଯାହାକି ଅନ୍ତିମ ବିଚାର ମୁଖ୍ୟ କେନ୍ଦ୍ରବିନ୍ଦୁ ଅଟେ। ପ୍ରଭୁ ଆମମାନଙ୍କ ଠାରୁ ଏକ୍ସପ୍ଲାନେସନ୍ ମାଗିବେ, କାରଣ ହସ୍ପିଟାଲିଟି ଦ୍ୱାରା ଆମେ ଖ୍ରୀଷ୍ଟଙ୍କର ପ୍ରେମର ପରିଚୟ ମଧ୍ୟରେ ଆମେ ବଢ଼ୁଛେ, ତାହା ପ୍ରମାଣିତ କରିବା। ହସ୍ପିଟାଲିଟି ଆମମାନଙ୍କ ଜୀବନରେ ଗୋଟିଏ ଆଧ୍ୟାତ୍ମିକ ବିଷୟ ପ୍ରତି ଆମମାନେ ମନ ଦେଉ। ହସ୍ପିଟାଲିଟିର ଅର୍ଥ, ହସ୍ପିଟାଲିଟି ହେଲା ଆମମାନଙ୍କ ପାଖରେ ଗୋଟେ ତ୍ୟାଗପୂର୍ଣ୍ଣ ଜୀବନ, ଗୋଟେ ସାକ୍ରିଫାଇସ୍ ଜୀବନ ରହିବା ଆବଶ୍ୟକତା ରୁହେ। କାରଣ ହସ୍ପିଟାଲିଟିର ମୂଳ କେନ୍ଦ୍ରବିନ୍ଦୁ ହେଲା ଯେ ଆମମାନେ
ଈଶ୍ୱରଙ୍କ ସହିତ ଆମମାନଙ୍କ ରିସ୍ତାକୁ ଆମେ ମଜବୁତ କରୁ। ହସ୍ପିଟାଲିଟି ଦ୍ୱାରା ହିଁ ସଦାବେଳେ ଆମେ ଈଶ୍ୱରଙ୍କର ସନ୍ତୋଷତାର କାରଣ ହଉ, ପ୍ଲିଜ୍ ଟୁ ଗଡ୍। ତାହେଲେ ହସ୍ପିଟାଲିଟି ଦ୍ୱାରା ଆମେ ଈଶ୍ୱରଙ୍କ ଠାରୁ ମଧ୍ୟ ସେ ମୁକୁଟକୁ ଆମେ ପ୍ରାପ୍ତ ହେବା। ସେଥିପାଇଁ ପ୍ରିୟ ଈଶ୍ୱରଙ୍କ ଲୋକମାନେ, ଆମେ ଅବ୍ରାହମଙ୍କ ଜୀବନ ମଧ୍ୟ ଶୁଣୁଥିଲେ 4 ବିଷୟ। ଦିନକର ଖରାବେଳେ ଯେତେବେଳେ ଅବ୍ରାହମ ଏଲୋନ ବୃକ୍ଷ ମୂଳେ ଆଉ ସିଏ ଆପଣା ତମ୍ବୁ ଦ୍ୱାରରେ ବସିଥିଲେ, ଆଉ ଏହି ସମୟରେ ସଦାପ୍ରଭୁ ତାଙ୍କୁ ଦର୍ଶନ ଦେଲେ। କାହିଁକି ବାଇବେଲ ପ୍ରକାଶ କରୁଛି 3 ଜଣ ପୁରୁଷଙ୍କୁ ଦେଖି ଅବ୍ରାହମ କଣ କଲେ? ତାଙ୍କୁ ପ୍ରଣାମ କଲେ। ଏଠି ଅବ୍ରାହମ ଗୋଟିଏ ବିଷୟ କହିଲେ, ଏ ସଦାପ୍ରଭୁ, ମୁଁ ନିବେଦନ କରୁଅଛି, ତୁମେ ଅନୁଗ୍ରହ କରିବା ହେଲେ ତେବେ ଦାସର ସ୍ଥାନରୁ ଯିବେ ନାହିଁ। ଦ୍ୟାଟ୍ ଇଜ୍ ଦ ହସ୍ପିଟାଲିଟି। ତୁମେ ଅନୁଗ୍ରହ କରିବା ହେଲେ ତୁମେ ଏଇ ଦାସର ସ୍ଥାନରୁ ଆପଣ ଯାଆନ୍ତୁ ନାହିଁ। ମୁଁ ଅଳ୍ପ ଜଳ ଅଣାଇ ଦେଉଛି, ଆପଣମାନେ ପାଦ ପ୍ରକ୍ଷାଳନ କରନ୍ତୁ, ଆଉ ଏଇ ବୃକ୍ଷ ତଳେ ବିଶ୍ରାମ କରନ୍ତୁ। ଆଉ ଆଦି ପୁସ୍ତକ 18 ଅଧ୍ୟାୟ 8 ପଦ ଲେଖା ହେଲା, ସେତେବେଳେ ସେ ଦୁଗ୍ଧ ଦଧି ପକ୍କ ଗୋବତ୍ସ ଆଣି ସେମାନଙ୍କର ନିକଟରେ ରଖିଲେ। ପୁଣି ସେମାନଙ୍କର ଭୋଜନ ସମୟରେ ବୃକ୍ଷ ମୂଳେ ସେମାନଙ୍କ ସମ୍ମୁଖରେ ଅବ୍ରାହମ ଠିଆ ହେଲେ। ଏଠି ପ୍ରଥମ ବିଷୟ ଯାହାକି ଆଦି ତାର 18 ଅଧ୍ୟାୟ 10 ପଦରେ ଆମେ ଦେଖୁଛେ, ଈଶ୍ୱର ପ୍ରତିଜ୍ଞା କଲେ। ଦୀର୍ଘ ଦିନର ପ୍ରତିଜ୍ଞାକୁ ପରମେଶ୍ୱର କହିଲେ, ଏହି ଋତୁ ପୁନର୍ବାର ଉପସ୍ଥିତ ହେବା ବେଳକୁ ଆମ୍ଭେ ଅବଶ୍ୟ ଫେରି ଆସିବା, ଆଉ ତୁମ ଭାର୍ଯ୍ୟାର ସାରର କୋଳରେ ଗୋଟିଏ ପୁତ୍ର ଥିବ। କନଫର୍ମେସନ। ଲଙ୍ଗ ଟାଇମର ପ୍ରତିଜ୍ଞାକୁ ଈଶ୍ୱର କଣ କଲେ? ତାହା ସଫଳ କରିବା ପାଇଁ ପ୍ରତିଶ୍ରୁତି ଦେଇଦେଲେ। ଦ୍ୟାଟ୍ ଇଜ୍ ହେଉଛି ହସ୍ପିଟାଲିଟି। ପ୍ରିୟ ଈଶ୍ୱରଙ୍କ ଲୋକମାନେ, ଯେତେବେଳେ ଆମମାନଙ୍କର ଜୀବନରେ ଅନେକ ଦିନ ଅନେକ ବର୍ଷ ପର୍ଯ୍ୟନ୍ତ ପ୍ରତିଜ୍ଞା ଥିବା ସତ୍ତ୍ୱେ ଆମମାନେ ସେ ପ୍ରତିଜ୍ଞା ଆମମାନଙ୍କ ଜୀବନରେ ଫୁଲଫିଲ୍ ହେଇପାରୁନି। ତେଣୁକରି ଏଠି ଅବ୍ରାହମଙ୍କ ଜୀବନରେ ପ୍ରଥମ ବିଷୟ ହେଲା ଯେ ପରମେଶ୍ୱର ଦୀର୍ଘ ଦିନର ପ୍ରତିଜ୍ଞାକୁ ସେ କଣ କଲେ? ତା ଫୁଲଫିଲ୍ କଲେ। ଦାଡ଼ି ଦେଉଛି ହସ୍ପିଟାଲିଟି। ସେକେଣ୍ଡ ବିଷୟ ଯଦି ଆମମାନେ ଦେଖିବା, ହସ୍ପିଟାଲିଟି ଦ୍ୱାରା ହିଁ ଆଦି ତାର 18 ଅଧ୍ୟାୟ 17 ପଦ ଲେଖା ଅଛି, ସଦାପ୍ରଭୁ କହିଲେ, ଆମ୍ଭେ ଯାହା କରିବାକୁ ଉଦ୍ୟତ ଅଟୁ, କରେଣ୍ଟ ଚାଲିଗଲା। କରେଣ୍ଟ ଚାଲିଗଲା। ତଥାପି ଆମେ ଆଉ ଗୋଟେ ପଏଣ୍ଟ ଆମେ ଦେଖିବା,
ଆଉ ନିଶ୍ଚିତ ପରମେଶ୍ୱର ଆମମାନଙ୍କ ମଧ୍ୟରେ ଅଛନ୍ତି। ଆମେ ଦେଖିଲେ ପରମେଶ୍ୱର ସଦାପ୍ରଭୁ କହିଲେ ଆମ୍ଭେ ଯାହା କରିବାକୁ ଉଦ୍ୟତ ଅଟୁ ତାକେ ଅବ୍ରାହ୍ମଙ୍କ ଠାରୁ ଲୁଚାଇବା। ଆଦି ପୁସ୍ତକ 18 ଅଧ୍ୟାୟ 17 ପଦ ଲେଖା ହେଇଛି। ଦାଟ୍ ଇଜ୍ ହଉଛି ସିକ୍ରେଟ୍ ଥିଙ୍ଗ। ମନେ ରଖିଥାନ୍ତୁ, କାରଣ ସିକ୍ରେଟ୍ ଥିଙ୍ଗ ଅର୍ଥ ହଉଛି ଗୁପ୍ତ ବିଷୟକୁ ଈଶ୍ୱର ଆମମାନଙ୍କ ନିକଟରେ ପ୍ରକାଶିତ କରନ୍ତି। ଦାଟ୍ ଇଜ୍ ଦ ରିଜିନ୍ ହଉଛି ହସ୍ପିଟାଲିଟି। କାରଣ ଏଠି ଆମମାନେ କେତେବେଳେ ଗୋଟେ ମଣ୍ଡଳୀରେ ଈଶ୍ୱରଙ୍କ ଲୋକମାନେ କେତେବେଳେ ପ୍ରକାଶନ ପାଇବେ? ମନୁଷ୍ୟ ପ୍ରକାଶନ ସଦାବେଳେ ଈଶ୍ୱରଙ୍କ ଲୋକମାନଙ୍କୁ ଉଦ୍ଦୀପିତ କରାଏ, ପୁନର୍ଜୀବିତ କରେ, ମଣ୍ଡଳୀକୁ ଗୋଟେ ପୁନର୍ଜୀବିତ ଅବସ୍ଥାକୁ ଆଣେ। ଲୋକମାନେ ପରିପକ୍ୱ ହୁଅନ୍ତି ଆଉ ମଣ୍ଡଳୀ କଣ ହୁଏ? ଡେଡ୍ ଅବସ୍ଥା ରୁହେ ନାହିଁ। କାରଣ ଏଠି ମଣ୍ଡଳୀର ଲୋକମାନେ ଈଶ୍ୱରଙ୍କ ପ୍ରତି ଗୋଟେ ପ୍ୟାସା କ୍ଷୁଧା ମଧ୍ୟ ବଢି ଚାଲେ, ଯାହାକି ଯେସାୟା 45 ଅଧ୍ୟାୟ 15 ପଦ ଲେଖା ଅଛି, ଆମମାନଙ୍କର ଈଶ୍ୱର ହେଲେ ଆତ୍ମଗୋପନକାରୀ ଈଶ୍ୱର, ସେ ଲୁଚି ଯାଆନ୍ତି। ଆମମାନଙ୍କର କାର୍ଯ୍ୟ ହେଲା ଆମେ ତାଙ୍କୁ ଖୋଜିବା। ତାହେଲେ ଆମେ ହସ୍ପିଟାଲିଟି ଦ୍ୱାରା ହିଁ ଅବ୍ରାହମ ଈଶ୍ୱରଙ୍କର ଗୁପ୍ତ ବିଷୟକୁ ପ୍ରାପ୍ତ ହେଲେ। ସିକ୍ରେଟ୍ ଥିଙ୍ଗ ପରମେଶ୍ୱର ତାଙ୍କ ନିକଟରେ ପ୍ରକାଶ କଲେ। ତୃତୀୟ ବିଷୟ ହେଲା ଯାହାକି ଆଦି ପୁସ୍ତକ 18 ଅଧ୍ୟାୟ 24 ପଦରୁ 32 ପଦ ଭିତରେ ଦେଖିବେ, ମାନେ ବନ୍ଧୁତ୍ୱର ଈଶ୍ୱର ପ୍ରମାଣ କଲେ। ଅବ୍ରାହମଙ୍କ ସହିତ ସମ୍ମୁଖାସମ୍ମୁଖ ହୋଇ ବାର୍ତ୍ତାଳାପ କରିବା, ଯୋଉଟା ଯାକୁବ 2 ଅଧ୍ୟାୟ 23 ପଦ ଲେଖା ଅଛି, ଅବ୍ରାହମ ଈଶ୍ୱରଙ୍କର ମିତ୍ର ବୋଲି ଖ୍ୟାତ ହେଲେ। କେତେବେଳେ? ଆମମାନଙ୍କର ସେବା ଦ୍ୱାରା ଈଶ୍ୱରଙ୍କର ମିତ୍ର ହୋଇଥାଉ। ୟୁ ଆର୍ ମାଇ ବେଷ୍ଟ ଫ୍ରେଣ୍ଡ। ସେଥିପାଇଁ ଯୀଶୁ ମଧ୍ୟ କହିଲେ, ମୁଁ ତୁମମାନଙ୍କୁ ଜୋନ୍ ତାର 15 ଅଧ୍ୟାୟ 15 ପଦରେ କହିଲେ, ଆଉ ତୁମାନେ ଆଉ ଦାସ ବୋଲି ମୁଁ ତୁମମାନଙ୍କୁ କହୁନାହିଁ, ତୁମାନେ ମୋର ବନ୍ଧୁ। ବନ୍ଧୁର କର୍ତ୍ତବ୍ୟ ହେଲା ଫଳ ଉତ୍ପନ୍ନ କରିବା। କାରଣ ସେଥିପାଇଁ ପ୍ରିୟ ମଣ୍ଡଳୀ, ଆମମାନଙ୍କ ଜୀବନରେ ହସ୍ପିଟାଲିଟି ବୁଝାଏ ଅନ୍ତିମ ବିଚାରର। ଆମେ ସେଇଠି ମେଷର ପରିଚୟ ଆମମାନେ ଦଉ, ଯୋଉଟା କି 1000 ବର୍ଷ ଯୋଉ କିଙ୍ଗଡମରେ ସେଇଠି ପ୍ରଭୁ ଆମମାନଙ୍କର ଅନ୍ତିମ ବିଚାରରେ ଆମମାନଙ୍କୁ ବିଚାର କରିବେ। ଧନ୍ୟବାଦ ଦଉଛି ଆଜିର ଚିନ୍ତନ ପାଇଁ। ଆଉ ନିଶ୍ଚିତ ପରମେଶ୍ୱରଙ୍କର ବାକ୍ୟ ଦ୍ୱାରା ଆପଣମାନେ ଆଶୀର୍ବାଦ ପ୍ରାପ୍ତ ହେଉଛନ୍ତି। ଆମେ ପରସ୍ପର ଠାରୁ ଶିଖୁଛେ, ଶିଖିବା। ପୁଣି ଆମମାନେ କାଲିର ପ୍ରାତଃ ସକାଳେ ପ୍ରଭୁ କ'ଣ ରଖିଛନ୍ତି ଆମେ ସେ ବିଷୟ ଦେଖିବା। ଏହି ହସ୍ପିଟାଲିଟି ଉପରେ ଆମେ ପୁଣି ଆଲୋଚନା କରିବା। ଧନ୍ୟବାଦ ଆଜିର ଚିନ୍ତନ ପାଇଁ। ପ୍ରେଜ୍ ଦ ଲର୍ଡ।